ହ୍ୟାଲୋ ସାଙ୍ଗମାନେ, ଜୟ ଜଗନ୍ନାଥ। ଆଜି ଆମ ଘରେ ପୁରା ସକାଳେ ସକାଳେ ଭିଡ଼ ହୋଇଯାଇଛି ନା ଆସିକି ଦେଖିବି ବୋଲିକା। ମୁଁ ପୁତୁରା ପଳେଇ ଆଇଛି, ସୁମନ୍ତ ଆମ ରିତୁ ଏମାନେ ସବୁ ପଳେଇ ଯାଇଛନ୍ତି। ଆଉ ଆମ ବୋହୂଟି ପଠେଇ ଦେଇଛି ସୁମନ୍ତକୁ, କହିଲା ଯା ମାଉସୀ କାନ୍ଦୁଛି। ରିତୁ କହିଲା, ମୋ ବୋଉ କହିଲା ତୁ ଆଗ ଯା ମଧୁକୁ ଦେଖିକି ଆସିବୁ। ପଳେଇ ଆସିନି, ଆମର ତ ଏଇଟା ଗେଟ୍ ଲାଗିଛି ଆଜି ମେନ୍ ଗେଟ୍ଟା। ଆଉ ସେଇ ସବୁ ଏକରେ ଆସିବେ ବୋଲି ଗୋଟେ ନେସିଣି ପକେଇ ଦେଇଛନ୍ତି ଏମାନେ। ମୁଁ ତ ଆଉ ଆଜି ବାହାରକୁ ବାହାରିନି, କ'ଣ କାମ ଇଆଡ଼େ ତ ପାଣିଟାକୁ ବସେଇ ଦେଇଛନ୍ତି, ଇଆଡ଼େ ତ ସବୁ ହେଇଯାଇଛି, ଆଉ ଇଆଡ଼େ କ'ଣ ଯିବି। ତାପରେ ଏମାନେ ସବୁ ଏକରେ ଆସିଲେ। ଆଉ ମୁଁ ନୂଆ ଘର କରୁଛି, ଆଉ ନଜର ଲାଗି ସାରିଲାଣି ମୋ ଝିଅ ଉପରେ। ଆଉ ସବୁବେଳେ ତ ଗାଡ଼ି ଚଲାଉଥିଲେ, କାହିଁ କିଛି ପ୍ରୋବ୍ଲେମ୍ ହେଉନଥିଲା। 10 ବର୍ଷ ହେଲା ଗାଡ଼ି ଚଲାଉଛି ନା ନାଇଁ। ଛୋଟ ଦିନ ଅଷ୍ଟମରେ ପାଠ ପଢ଼ୁଥିଲା ଯେ ତାର ଗାଡ଼ି ଚଲାଏ, ନେଇକି ଯାଏ ମୋତେ କଟକ ବଡ଼ ମେଡ଼ିକାଲରେ ମୁଁ ଚାକିରି କଲାବେଳେ ସେଠିକି ନେଇକି ଯାଏ। ବାଙ୍କି ଗଣ୍ଡାଳରେ ଚାକିରି କଲାବେଳେ ସେଠିକି ନେଇକି ଯାଏ। ଏଠି ଯେଉଁ ଏ କନ୍ଦରପୁରରେ ଚାକିରି କଲାବେଳେ ଏଠିକି ନେଇକି ଯାଏ, ସବୁଆଡ଼େ ନେଇକି ଯାଏ ତ ସିଏ। କିନ୍ତୁ କେଉଁଦିନ କିଛି ହେଇନଥିଲା। ଗାଡ଼ିଟା ନୂଆ ଗାଡ଼ିଟା ପକେଇଦେଲେ, କ'ଣ ଗୋଟେ ତାର ବେଳା ଖରାପ ଥିଲା। ଆଉ ଯାଉ ମୋବାଇଲ ଦେଖନା ମୋ ଝିଅ ଠିକ୍ଠାକ୍ ହେଇଯାଇଛି, ଏତିକି ବଡ଼ କଥା। ତା ଗୋଇଠି ସାଇଡ଼୍ଟା ମାଡ଼ ହେଇଯାଇଛି। ତାଙ୍କର ଏଠିକି ବାଳକାଟି ହସ୍ପିଟାଲ ଠିକି ତାଙ୍କର ସବୁ ଅଫିସର ଫଫିସର ସବୁ ପଳେଇ ଆସିଥିଲେ। ଦେଖିକି ତ ଯାଇଛନ୍ତି, ଏଇନା 15 ଦିନ ଛୁଟିରେ ଅଛି। ଆଉ ଦେଖିବା କ'ଣ ହେଉଛି ଭଗବାନଙ୍କ ଦୟାରୁ କେମିତି ଭଲ ହେଇଯାଉ। ମୋ ଭାଇଆଣୀଟି ବହୁତ ଦୁଃଖ ପାଇଲାଣି, ମୋତେ ଭାରି ଦୁଃଖ ଲାଗୁଛି। କାନ୍ଦିଲା, ତାର ଏଇଟା ଖାଲି ପେନ୍ ହେଉଛି ବୋଲିକା। ରିତୁ ଫଳ ସବୁ ଧରିକି ଆସିଥିଲା। ସୁମନ୍ତ ତ କଷିକି ଗଦାଏ ଫଳ ଧରିକି ଆଇଛି। ଆଉ ସେ ଖାଏ ଯେ ଡାଳିମ୍ବ, ସେଉ, କଦଳୀ, ସେ ଯେଉଁଗୁଡ଼ା ଖାଏ ସେଇଗୁଡ଼ାକୁ ଧରିକି ଆଇଛି। ଇଏ ତ ମୋ ପୁଅର ସବୁ ସିଏ ବସିକିରି ଖାଇବ। ସୁମନ୍ତ ଆଣିଛି ନାଇସି ଫେବରାଇଟ୍।